ସନ୍ଧ୍ୟା ଆଉ ସକାଳ ହେଲେ ଆମ ଘରେ ରେଡ଼ିଓକୁ ଧୀରେ ଧୀରେ ଖୋଲା ଯାଉଥିଲା। ଖର୍ଖର ସରସର ଶବ୍ଦରୁ ଯେବେ ସ୍ପଷ୍ଟ ଭଏସ୍ ଆସୁଥିଲା, ମନେ ହେଉଥିଲା ସତେ ଯେମିତି କିଛି ଗୋଟେ ମିଳିଗଲା। ସମାଚାର ଆରମ୍ଭ ହେବା ସମୟରେ ଘରେ ସମସ୍ତେ ଚୁପ୍। ବାପା ଧ୍ୟାନ ଦେଇ ଶୁଣୁଥିଲେ। ଆକାଶବାଣୀ ଖବର ପଢ଼ୁଛନ୍ତି ଉପେନ୍ଦ୍ର କୁମାର ବିବିଧ ପାହାଡ଼। ଭାରତୀ ଚିତ୍ରହାର ଆସିଲେ ଘରେ ତ ଏକ ଉତ୍ସବ ଭଳି ଲାଗୁଥିଲା। ଗୀତ ଦେଖିବା ନୁହେଁ, କଳ୍ପନା କରି ଶୁଣିବାରେ ଖୁବ୍ ଆନନ୍ଦ ଥିଲା। आप सुन रहे हैं विविध भारती। ସବୁଠୁ ବେଶୀ ଖୁସି ଲାଗୁଥିଲା, ଆନନ୍ଦ ଦେଉଥିଲା ବିନା କା ଗୀତମାଲା। और अब गीतमाला की छाव में गूंजेगा 1973 का एक ऐसा गीत, दिल का सोना सा। ସଞ୍ଜ ନଇଁଗଲା ପରେ ଯୁବବାଣୀର ସେ ନାଟକ କୃଷି ଦର୍ଶନର ଖଞ୍ଜଣି ଭଜନରେ ବାଃ କି ଜୀବନ୍ତ ଅନୁଭବ ଥିଲା। ନାରୀ ମହଲର ସାକ୍ଷାତକାର ନାଟକ ତୋ ପୋଇ ରବିବାର ଆସିଲେ ମନ କିଣି ନେଇଯାଉଥିଲା। ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ରେଡ଼ିଓର ଭଏସ୍ରେ ଏକ ଆପଣାପଣ ଥିଲା। କଳାକାରଙ୍କର କଥା ଶୁଣି ମନେ ହେଉଥିଲା ସେମାନେ ଯେମିତି ଆମ ଘରେ ଆସି ଆମକୁ କଥା କହୁଛନ୍ତି। ବିଜୁଳି ନଥିଲେ ବି ଚିନ୍ତା ନଥିଲା। ବ୍ୟାଟେରୀରେ ରେଡ଼ିଓ ଚାଲୁଥିଲା। ମଝିରେ ମଝିରେ ଗୁଁ ଗୁଁ ଶବ୍ଦ ହେଲେ ରେଡ଼ିଓ ଉପରେ 2-4 ଚାପୁଡ଼ା ମାରି ତାକୁ ଠିକ୍ କରିବାକୁ ପଡ଼ୁଥିଲା। ତମର ମନେ ଅଛି ନା? ଆଉ ଯେଉଁଦିନ କ୍ରିକେଟ୍ ମ୍ୟାଚ୍ ଥାଏ, ରେଡ଼ିଓ କମେଣ୍ଟ୍ରି ଶୁଣି ଆଖି ଆଗରେ ଖେଳର ଚିତ୍ର ଯେମିତି ଆଙ୍କି ହୋଇଯାଏ। ଯେମିତି ବାରବାଟୀ ଷ୍ଟାଡ଼ିୟମ୍ ପଡ଼ିଆ ଆମ ଆଖି ଆଗରେ। ରେଡ଼ିଓ କେବଳ ଶୁଣିବା ପାଇଁ ନଥିଲା, ଏହା ଥିଲା କଳ୍ପନାର ଏକ ଦୁନିଆ। ଶବ୍ଦ ମାଧ୍ୟମରେ ଆମେ ସେତେବେଳେ ପୁରା ଦୁନିଆକୁ ଦେଖିପାରୁଥିଲୁ। ବର୍ଷା ଦିନେ ଝରକା ପାଖରେ ବସି ଚା କପେ ସହ ରେଡ଼ିଓରୁ ଭାସି ଆସୁଥିବା ସେହି ପୁରୁଣା ଓଡ଼ିଆ ଗୀତର ମଜା କିଛି ଅଲଗା ଥିଲା। ନମସ୍କାର, ଆକାଶବାଣୀ କଟକ। ପରବର୍ତ୍ତୀ ଗୀତ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ନିଜ ରଚନାରୁ। ପ୍ରିୟା ମୋର ଏକି କଲା ଭଲ ପାଇ ଭୁଲିଗଲା। ପ୍ରିୟା ମୋର ଏକି କଲା ଭଲ ପାଇ